ମହୋଦଧିର ଅନନ୍ତ ନୀଳ ଜଳରାଶିରେ ଭାସି ଆସି ଯିଏ ଦାରୁର ମୂର୍ତ୍ତି ସାଜିଲେ ସିଏ ଆମ ପରମ ଆରାଧ୍ୟ ଶ୍ରୀ ଜଗନ୍ନାଥ। ଶ୍ରୀ ଜଗନ୍ନାଥ କାହାଣୀ କହେ, ଠାକୁରେ କମନୀୟ ନୀଳମାଧବ ବିଗ୍ରହରୁ ମେଲାଣି ନେଇ ସାଜିଲେ ଦାରୁ ଦେବତା। ଗିରି ଗୁହା ମଧ୍ୟରେ ଶବର ପୂଜିତ ଠାକୁର ହୋଇ ଏକ ନିର୍ଦ୍ଦିଷ୍ଟ ସମୟକୁ ଅପେକ୍ଷା କରିଥିଲେ ନୀଳମାଧବ। ପୁରାଣ ଯାହାକୁ ବର୍ଣ୍ଣନା କରେ ମହାବିଷ୍ଣୁ ଭାବରେ, ଯିଏ ପ୍ରତ୍ୟହ ପୂଜା ପାଉଥିଲେ ଦେବତାଙ୍କ ହାତରେ, ସେହି ଠାକୁରଙ୍କ ଚାତୁରୀରୁ ସେବକ ହେଲେ ତାଙ୍କ ସେବକ, ଏକ ମହାନ ସଂସ୍କୃତିର ସୂତ୍ରଧର। ନୀଳମାଧବ ବିଶ୍ୱାବସୁ ବୃତ୍ତାନ୍ତ ଆଜି ବି ଲୋକମୁଖରେ ଚର୍ଚ୍ଚିତ। ନୀଳମାଧବଙ୍କ କମନୀୟ ରୂପ ମୁଗ୍ଧଚକିତ କରେ ଆଧ୍ୟାତ୍ମ ପ୍ରେମୀମାନଙ୍କୁ ଏବଂ ଆକର୍ଷିତ କରେ ଆରାଧନାସ୍ଥଳୀକୁ। ସେମିତି ଏକ ମହାବିଷ୍ଣୁ କ୍ଷେତ୍ର କଣ୍ଟିଲ ନୀଳମାଧବ। ହେ ନୀଳମାଧବ, ହେ ନୀଳମାଧବ, ହେ ନୀଳମାଧବ, ହେ ନୀଳମାଧବ, ହେ ନୀଳମାଧବ, ହେ ନୀଳମାଧବ। ତୁମ ଦୟା ବଳେ ଏ ସଂସାର ଚଳେ, ତୁମ ଦୟା ବଳେ ଏ ସଂସାର ଚଳେ, ନାହିଁ କିଛି ନାହିଁ କିଛି ଅଭାବ। ହେ ନୀଳମାଧବ, ହେ ନୀଳମାଧବ, ହେ ନୀଳମାଧବ, ହେ ନୀଳମାଧବ। ଭୁବନେଶ୍ୱରରୁ ରାଜପଥରେ ନୟାଗଡ଼, ପୁଣି ନୟାଗଡ଼ର ସେହି ସଡ଼କ ପଥରେ କଣ୍ଟିଲୋ ପ୍ରାୟ 80 କିଲୋମିଟର ଅତିକ୍ରମ କଲେ ଦୃଷ୍ଟି ପଥାରଡ଼ ହୁଏ ନୀଳମାଧବଙ୍କ ମନ୍ଦିର। ମହାନଦୀ ତୀର ଦେଶରେ ଏକ ସୁଦୂର ସୁଉଚ୍ଚ ସ୍ଥାନରେ ରହିଛି ନୀଳମାଧବଙ୍କ ମନ୍ଦିର। ପ୍ରସ୍ତର ନିର୍ମିତ ମନ୍ଦିରରେ ପୂଜା ପାଉଛନ୍ତି ନୀଳମାଧବ। ମନ୍ଦିରର 4ଟି କବାଟ, ପାହାଚଗୁଡ଼ିକ ବଡ଼ ବଡ଼। ଏହି ମନ୍ଦିର ପରିସରରେ ରହିଛି ରୋହିଣୀ କୁଣ୍ଡ, ସ୍ନାନ ମଣ୍ଡପ ଓ ରୋଷଘର, ଯେଉଁଠି ପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୁଏ ମହାପ୍ରସାଦ। ମନ୍ଦିର ନିକଟରେ ରହିଛି ଶବରପଲ୍ଲୀ। ସତ କହିବାକୁ ଗଲେ ମନ୍ଦିର ଅଞ୍ଚଳ ସେହି ସତ୍ୟଯୁଗକୁ ଫେରାଇ ନିଏ ଯେଉଁଠି କେବେ ପୂଜା ପାଉଥିଲେ ନୀଳମାଧବ। ମହିମା ତୁମ ଅନନ୍ତ ପାର, ସୁଖ ଭରିଛ ଜୀବନେ ଆମର, ଭୋକ ପାଇ ଯେ ଖଞ୍ଜିଅଛ ଫଳ, ଶୋଷ ପାଇ ତ ଝରଣାର ଜଳ। ଯେତେବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଏଠି ଆବିର୍ଭୂତ ହୋଇନଥିଲେ, ତା ପୂର୍ବରୁ ସେ ଥିଲେ ଇନ୍ଦ୍ର ନୀଳାକ୍ଷ ବିଗ୍ରହ ଭଗବାନ ନୀଳମାଧବ ଭାବରେ ଉପାସିତ ହେଉଥିଲେ। କାହା ଦ୍ୱାରା ଉପାସିତ ହେଉଥିଲେ ନା ସେଇ ଯେଉଁ ତାଙ୍କର ବିଖ୍ୟାତ ଭକ୍ତ ଏବଂ ବୈଷ୍ଣବ କୂଳ ତିଳକ, ଯିଏ ଭଗବାନ ବିଷ୍ଣୁଙ୍କର ଭକ୍ତିରେ ତଲ୍ଲୀନ ହୋଇଯାଉଥିଲେ, ସେ ହେଉଛନ୍ତି ବିଶ୍ୱାବସୁ। ବିଶ୍ୱାବସୁ ଶବର ସମ୍ପ୍ରଦାୟର ହେଲେ ମଧ୍ୟ ତାଙ୍କର ପ୍ରେମରେ, ଭକ୍ତିରେ, ଶ୍ରଦ୍ଧାରେ ଏମିତି ଭାବରେ ପୂଜା ଗ୍ରହଣ କରୁଥିଲେ ମହାପ୍ରଭୁ। ସେ ତ ଭଗବତ ଗୀତାରେ କହିଛନ୍ତି, ମୋତେ ଶ୍ରଦ୍ଧା ଏବଂ ଭାବରେ ଭକ୍ତିରେ ଫୁଲ ହେଉ, ଫଳ ହେଉ, ଜଳ ହେଉ, ପତ୍ର ଯାହା ଦେବ ମୁଁ ତାକୁ ଗ୍ରହଣ କରେ। ତେଣୁ ବିଶ୍ୱାବସୁ ଶବର ତାଙ୍କୁ ପ୍ରେମରେ, ଭାବରେ, ଭକ୍ତିରେ ଯେଉଁ ଫୁଲଟିଏ, ଫଳଟିଏ, ଜଳଟିଏ ଯାହା ଦେଉଥିଲା ମହାପ୍ରଭୁ ତାକୁ ଗ୍ରହଣ କରି ଅତ୍ୟନ୍ତ ଆନନ୍ଦ ଭାବରେ ଏଠି ଅବସ୍ଥାନ କରୁଥିଲେ। କିନ୍ତୁ ଏଇ ନୀଳମାଧବ ଉପାସନାରେ ଯେତେବେଳେ ଯବନିକା ପତନ ହେଲା, ଆସିଲେ ଏ କ୍ଷେତ୍ରକୁ କିଏ ନା ସେଇ ପରମ ଅଦ୍ୱୈତ ତତ୍ତ୍ୱ ପ୍ରାପ୍ତ ହୋଇଥିବା ସେଇ ମହାବୈଷ୍ଣବ ପୁରୁଷ ଇନ୍ଦ୍ରଦ୍ୟୁମ୍ନ ମହାରାଜ। ତାଙ୍କ ରୁଚିକୁ ମଧ୍ୟ ପୂର୍ଣ୍ଣ କରିବା ପାଇଁ ଜଗନ୍ନାଥ ସ୍ୱାମୀ ଚାହୁଁଥିଲେ। ତେଣୁ ନୀଳମାଧବ ଉପାସନା ଯେତେବେଳେ ଗଲା, ଅର୍ଥାତ୍ ନୀଳମାଧବ ଅନ୍ତର୍ହିତ ହୋଇଗଲେ, ତାପରେ ଆସିଲେ କିଏ ନା ଏଇ ଚତୁର୍ଦ୍ଧା ମୂର୍ତ୍ତି ବର୍ତ୍ତମାନ ଶ୍ରୀମନ୍ଦିରର ସେଇ ଆମେ ଗର୍ଭଗୃହ ଭିତରେ ରତ୍ନ ସିଂହାସନ ଉପରେ ଯାହାଙ୍କୁ ଆମେ ଦର୍ଶନ କରୁଛୁ। ଏହି ନୀଳମାଧବ ଉପାସନା ନେଇ ପୁରାଣ
ରୋଚକ କିମ୍ବଦନ୍ତୀର ବର୍ଣ୍ଣନା ହେଉଥିବା ବେଳେ ଏହା ମଧ୍ୟ କୁହାଯାଏ ଯେ ମାଧବଙ୍କ ପୂଜା ଯୋଗୁଁ ତାଙ୍କ ଦର୍ଶନ ପାଇ ଭକ୍ତ ଦର୍ଶନାର୍ଥୀ ମୁକ୍ତି ପାଉଥିଲେ ଏବଂ ଏଥିପାଇଁ ଯମରାଜଙ୍କ ଚିନ୍ତା ଉଦ୍ରେକ ହେଲା। ଏହି ବିଷୟ ସେ ନୀଳମାଧବ ମହାବିଷ୍ଣୁଙ୍କ ଆଗରେ ଜଣାଇଲେ ଏବଂ ଏହାପରେ ପ୍ରଭୁ ଅନ୍ତର୍ଦ୍ଧାନ ହୋଇଗଲେ। ତେବେ ଏ ସମ୍ପର୍କରେ ଇତିହାସର ବର୍ଣ୍ଣନା ଭିନ୍ନ ଏବଂ ସ୍ୱତନ୍ତ୍ର, କିନ୍ତୁ ଏହା ଯେ ଏକ ପ୍ରାଚୀନ ଉପାସନା ତାହା ସ୍ୱୀକାର୍ଯ୍ୟ। ଇତିହାସ ଏଥିପାଇଁ କହେ ପ୍ରାଚୀ ଉପତ୍ୟକାର ମାଧବ ଉପାସନାର କଥା, ଯାହାକି ଶ୍ରୀ ଜଗନ୍ନାଥ ଉପାସନା ଇତିହାସ ପାଇଁ ଏକ ସାହାଯ୍ୟ ହୋଇ ଛିଡ଼ା ହୁଏ। ଐତିହାସିକ ତଥ୍ୟ ପ୍ରମାଣ କହେ ଏକ ସମୟରେ ମାଧବ ଉପାସନା ତତ୍କାଳୀନ ଉତ୍କଳରେ ବହୁଳ ଭାବରେ ହେଉଥିଲା। ବିଶେଷ କରି ପ୍ରାଚୀନ ପୁରୀ ଜିଲ୍ଲାର ନିଆଳି ଓ ମାଧବ ଗ୍ରାମର ମଧ୍ୟବର୍ତ୍ତୀ ଅଞ୍ଚଳ ମାଧବ ଉପାସନାର କେନ୍ଦ୍ରସ୍ଥଳୀ ଥିଲା। ଏହା ମଧ୍ୟ କୁହାଯାଏ ବୌଦ୍ଧ ନିକଟସ୍ଥ ଗନ୍ଧରାଡ଼ିର ନୀଳମାଧବ ଓ କଣ୍ଟିଲୋର ନୀଳମାଧବ ଅତି ପ୍ରାଚୀନ। ଯେ ନୀଳମାଧବ ସିଏ ହିଁ ଶ୍ରୀ ଜଗନ୍ନାଥ। ଶବର ପୂଜିତ ଏହି ନୀଳମାଧବଙ୍କର ଏକ କ୍ରମ ପରିଣତି ହେଉଛି ଶ୍ରୀ ଜଗନ୍ନାଥ। ଶ୍ରୀ ଜଗନ୍ନାଥଙ୍କ ଉପାସନାର ଇତିହାସ ପରିପ୍ରେକ୍ଷୀରେ ଏହା ଏକ ବାସ୍ତବ ଯୁକ୍ତି ଭାବେ ଗ୍ରହଣୀୟ ହୁଏ।